ହାଏ ସାଙ୍ଗମାନେ ଜୟ ଜଗନ୍ନାଥ ସ୍ୱାଗତ କରୁଛି ନୂଆ ଭିଡ଼ିଓକୁ। ଦେଖନ୍ତୁ ଆପଣଙ୍କର OTT ଆପ୍ଲାଏ ପାଇଁ ଆପଣଙ୍କର 2026 OTT ଯେଉଁ ଆସିଛି ଆପ୍ଲାଏ ଆପଣଙ୍କର ଷ୍ଟାର୍ଟ ହେଇଯାଇଛି। ତ ତାହାର ରିଗାର୍ଡିଂ ଆପଣଙ୍କର ଏ ଇନଫର୍ମେସନ୍ ରହିଅଛି। ଆପଣଙ୍କର OTT ଯେଉଁ ଆପ୍ଲାଏ କରିବେ ସେଥିରେ ଆପଣଙ୍କର ଏଇ କଣ୍ଟିନ୍ୟୁ ସାର୍ଟିଫିକେଟଟି ଆପଣଙ୍କର ଆବଶ୍ୟକତା ପଡ଼ିବ ଏବଂ ଆପଣଙ୍କର ଏଲିଜିବିଲିଟି କ'ଣ ରହିଛି ଠିକ୍ ଅଛି। ଏବଂ ଆପଣମାନେ ଯଦି ଇନ୍ ସର୍ଭିସରେ ଅଛନ୍ତି ତାହେଲେ ଆପଣଙ୍କର ଇନ୍ ସର୍ଭିସର ଫର୍ମାଟ୍ ରହିଛି ୟାକୁ ଆପଣମାନେ ଫିଲ୍ଅପ୍ କରିବେ। এবং যদি ଆପଣମାନେ ଏକ୍ଜାମ୍ ଦେଉଛନ୍ତି ତାହେଲେ ଆପଣଙ୍କ ସିଲାବସ୍ କ'ଣ ରହିଛି ଏ ଗୋଟେ ଭିଡ଼ିଓରେ ଆପଣମାନଙ୍କୁ ମୁଁ ପ୍ରୋଭାଇଡ଼ କରିବି। ତ ଦେଖନ୍ତୁ ଫାର୍ଷ୍ଟ ଆପଣଙ୍କର କଣ୍ଟିନ୍ୟୁ ସାର୍ଟିଫିକେଟ୍ କେମିତି କ'ଣ ଫିଲ୍ଅପ୍ କରିବେ। ଏଇଟା ଆପଣଙ୍କ କଣ୍ଟିନ୍ୟୁ ସାର୍ଟିଫିକେଟ୍ ଯେଉଁମାନେ ଆପଣଙ୍କର ଏବେ ସିଟି କିମ୍ବା ଆପଣଙ୍କ JLD BLD ଯେଉଁମାନେ କହୁଛନ୍ତି କଣ୍ଟିନ୍ୟୁ କରୁଛନ୍ତି ଠିକ୍ ଅଛି, ଆପଣମାନେ ଲାଷ୍ଟ ଇୟର୍ ଅଛନ୍ତି କିମ୍ବା ଫାର୍ଷ୍ଟ ଇୟର୍ ଅଛନ୍ତି ତାହେଲେ ଆପଣମାନେ ଏଇ କଣ୍ଟିନ୍ୟୁ ସାର୍ଟିଫିକେଟ୍ ଦେଇକି ଆପ୍ଲାଏ କରିପାରିବେ ଠିକ୍ ଅଛି। ତ କେମିତି କ'ଣ ଫିଲ୍ଅପ୍ କରିବେ, ଏଇଠି ଦେଖନ୍ତୁ ଆପଣଙ୍କର ଅଫିସ୍ ଅଫ୍ ଦ ଏଇଠି ଆପଣଙ୍କର କଲେଜ ନେମ୍ ଲେଖିବେ, ଆପଣଙ୍କର ଇନଷ୍ଟିଚ୍ୟୁଟ୍ ନେମ୍ ଲେଖିବେ। ଦେନ୍ ଆପଣଙ୍କର ଏଇ ଯୋଉ ନମ୍ବର ଲେଖା ହେଇଛି ଏଇ ନମ୍ବରରେ ଆପଣଙ୍କର କଲେଜର ରେଜିଷ୍ଟ୍ରେସନ ନମ୍ବର ଦେଇଦେବେ। ଦେନ୍ ଆପଣଙ୍କର ଡେଟ୍ ଆପଣମାନେ ବସେଇବେ, ଯୋଉ ଦିନ ଆପଣମାନେ ଏ ସାର୍ଟିଫିକେଟ ଇସ୍ୟୁ କରାଇବେ ସେଇ ଡେଟ୍ ଆପଣମାନେ ଦେବେ। ଦେନ୍ ଆପଣଙ୍କର ନେମ୍ ଲେଖିବେ ଏଇଥିରେ, ଏଇଠି ଆପଣଙ୍କର ଆଡମିସନ ଇୟରଟି ଲେଖିବେ ଏଇଠି। ଦେନ୍ ଏଇଠି ଆପଣଙ୍କର କୋର୍ସ ନେମ୍ ଲେଖିବେ, ଯେମିତିକି ଆପଣମାନେ DLD କିମ୍ବା BLD କିମ୍ବା ସିଟି ଯାହା ବି କରୁଛନ୍ତି ତାହା କୋର୍ସ ନେମ୍ଟି ଲେଖିବେ। ଦେନ୍ ଆପଣଙ୍କର ଏଇଠି ଫୁଲ୍ ସିଗ୍ନେଚର ଡେଟ୍ ଅଫ୍ ହେଡ୍, ଆପଣଙ୍କର ଇନଷ୍ଟିଚ୍ୟୁଟର ଆପଣଙ୍କର କଲେଜରେ ଯିଏ ହେଡ୍ ଥିବେ ପ୍ରିନ୍ସିପାଲ ତାଙ୍କର ସିଗ୍ନେଚର ଏବଂ ଆପଣଙ୍କର ଷ୍ଟାମ୍ପ ଆପଣମାନେ ଏଇଠି ନେଇକି ୟାକୁ ଅପଲୋଡ କରିବେ ଯୋଉଠି ଆପଣମାନେ ଆପ୍ଲାଏ କରିବେ ଠିକ୍ ଅଛି। ଆପ୍ଲାଏ ଟାଇମରେ ଆପଣଙ୍କ ସେଠି ଅପଲୋଡ ମାଗିବ, ଅପଲୋଡ ଆପଣମାନେ କରିବେ। ଦେନ୍ ଦେଖନ୍ତୁ ଆପଣଙ୍କର ଏଲିଜିବିଲିଟି କ୍ରାଇଟେରିଆ କ'ଣ ରହିଛି। ନାଇଁ ହେଲା ଆପଣଙ୍କର ଏଲିଜିବିଲିଟି କ୍ରାଇଟେରିଆ ଯୋଉଟାକି OTT 2026 ରହିଅଛି ଠିକ୍ ଅଛି। ତ ଏଇଠି ଦେଖନ୍ତୁ ଆପଣଙ୍କର ଏଲିଜିବିଲିଟି ଦିଆଗଲା। କ୍ୟାଟେଗୋରୀ ଏ, କ୍ୟାଟେଗୋରୀ ଏ ହେଲା ଆପଣଙ୍କର ଯୋଉମାନେ +2 ପରେ ସିଟି JLD କହିଛନ୍ତି ସେମାନେ ଆପଣଙ୍କର ଆପ୍ଲାଏ କରିପାରିବେ। ଏବଂ କ୍ୟାଟେଗୋରୀ ଏଟା ହେଲା ଆପଣଙ୍କର ଯୋଉମାନେ ସିଟି କରିଛନ୍ତି ସିଟି ପରେ ଆପଣମାନେ ଯୋଉମାନେ ଏବେ ପେପର 1 ଦେବା ପାଇଁ ଚାହିଁବେ ତ ସେମାନେ ଦେଇପାରିବେ ପେପର 1 ପେପର 2। ତ ଇଏ ହେଲା ଆପଣଙ୍କର +2 କରିଥିବେ, +2 ପରେ ଆପଣଙ୍କର 2 ଇୟର ସିଟି କିମ୍ବା JLD କୋର୍ସ ଆପଣମାନେ ଯଦି କରିଛନ୍ତି ତାହେଲେ ଏଲିଜିବୁଲ ହେଇପାରିବେ, କିମ୍ବା ଆପଣମାନେ ଯଦି କଣ୍ଟିନ୍ୟୁ କରୁଛନ୍ତି ତାହେଲେ ମଧ୍ୟ ଏଲିଜିବୁଲ ହେଇପାରିବେ ଠିକ୍ ଅଛି। ସେକେଣ୍ଡ ଦେଖନ୍ତୁ ଆପଣଙ୍କର ହାୟର ସେକେଣ୍ଡାରୀ ଆପଣମାନେ +2 କରିଥିବେ, ତା ସହିତ ଆପଣମାନେ +2 ରେ 45% ମାର୍କ ରଖିଥିବେ ଏବଂ 2 ଇୟର ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେସନ କୋର୍ସ କରିଥିବେ ଆପଣଙ୍କ NCT ରିକଗ୍ନାଇଜ ଇନଷ୍ଟିଚ୍ୟୁଟରେ, ଯାହାକି ଆପଣମାନେ ଯଦି ଓଡ଼ିଶା ବାହାରେ କରିଛନ୍ତି ଆପଣଙ୍କ NCT ଆପ୍ରୁଭ ଥିବା ନିହାତି ଆବଶ୍ୟକ। ଦେନ୍ ଦେଖନ୍ତୁ ଆପଣଙ୍କର +2 ପାସ୍ ଆପଣମାନେ କରିଥିବେ 50% ମାର୍କ ରଖିକି ଏବଂ 4 ଇୟରର ବ୍ୟାଚଲର ଅଫ୍ ଏଲିମେଣ୍ଟାରୀ ଏଜୁକେସନ BLD କୋର୍ସ ଆପଣମାନେ କରିଥିଲେ ଏଲିଜିବୁଲ ହେଇପାରିବେ। ଦେନ୍ ଦେଖନ୍ତୁ ଆପଣଙ୍କର ହାୟର ସେକେଣ୍ଡାରୀ ଏଜୁକେସନ ଯୋଉଟାକି ଆପଣଙ୍କର +2 ଆପଣମାନେ କରିଥିବେ 50% ମାର୍କ ରଖିଥିବେ ଏବଂ 2 ଇୟରର ଡିପ୍ଲୋମା ଇନ୍ ଏଜୁକେସନ କରିଥିବେ ସ୍ପେଶାଲ ଏଜୁକେସନ ଯୋଉଟା ସେ କୋର୍ସ ଆପଣମାନେ ଯଦି କରିଛନ୍ତି ତାହେଲେ ଏଲିଜିବୁଲ ହେଇପାରିବେ ଠିକ୍ ଅଛି। ଦେନ୍ ଦେଖନ୍ତୁ ଗ୍ରାଜୁଏସନ ଏଣ୍ଡ 2 ଇୟର ଡିପ୍ଲୋମା ଯଦି ଆପଣମାନେ +3 କରିଛନ୍ତି, ଆପଣଙ୍କର +3 ଆପଣମାନେ କମ୍ପ୍ଲିଟ୍ କରିଛନ୍ତି ତା ସହିତ ଆପଣମାନେ ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେସନ କରିଛନ୍ତି ତାହେଲେ ମଧ୍ୟ ଏଲିଜିବୁଲ ହେଇପାରିବେ। ଗ୍ରାଜୁଏସନରେ ଯଦି ଆପଣଙ୍କର 50% ମାର୍କ ରହିଅଛି, ବ୍ୟାଚଲର ଅଫ୍ ଏଜୁକେସନ ଯଦି ଆପଣମାନେ BD କରିଛନ୍ତି ତାହେଲେ ମଧ୍ୟ ଏଲିଜିବୁଲ ହେଇପାରିବେ। ଯଦି ଆପଣମାନେ PG ମଧ୍ୟ କରିଛନ୍ତି 50% ମାର୍କ ରହିଛି ଆପଣଙ୍କର PGରେ, ତା ସହିତ ଆପଣମାନେ BD MD କରିଛନ୍ତି ବ୍ୟାଚଲର ଅଫ୍ ଏଜୁକେସନ କରିଛନ୍ତି NCT ରିକଗ୍ନାଇଜ ଇନଷ୍ଟିଚ୍ୟୁଟରେ ତାହେଲେ ମଧ୍ୟ ଏଲିଜିବୁଲ ହେଇପାରିବେ। ଦେନ୍ ଦେଖନ୍ତୁ ଆପଣଙ୍କର କ୍ୟାଟେଗୋରୀ B, କ୍ୟାଟେଗୋରୀ B ରେ ଆପଣଙ୍କର ଦିଆଯାଇଛି ଗ୍ରାଜୁଏସନ ଆପଣମାନେ +3 କରିଥିବେ 2 ଇୟର ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେସନ ସିଟି କିମ୍ବା JLD କରିଥିବେ ତାହେଲେ ଏଲିଜିବୁଲ ହେଇପାରିବେ। ଆଉ ଦେନ୍ ଆପଣଙ୍କର 50% ମାର୍କ ରହିଥିବ ଗ୍ରାଜୁଏସନରେ, ପୋଷ୍ଟ ଗ୍ରାଜୁଏସନ ଯଦି ଆପଣମାନେ କରିଛନ୍ତି ଏବଂ BD କରିଛନ୍ତି ତାହେଲେ ମଧ୍ୟ ଏଲିଜିବୁଲ ହେଇପାରିବେ। ଗ୍ରାଜୁଏସନ କରିଛନ୍ତି, ଗ୍ରାଜୁଏସନରେ ଆପଣଙ୍କର 45% ମାର୍କ ରହିଅଛି 1 ଇୟରର ବ୍ୟାଚଲର ଅଫ୍ ଏଜୁକେସନ ଯୋଉଟାକି ଆପଣଙ୍କର BEd ଆପଣମାନେ କହିଛନ୍ତି NCT ରିକଗ୍ନାଇଜ ୟୁନିଭର୍ସିଟିରେ କିମ୍ବା ଇନଷ୍ଟିଚ୍ୟୁଟରେ ତାହେଲେ ମଧ୍ୟ ଆପଣମାନେ ଏଲିଜିବୁଲ ହେଇପାରିବେ ଆପଣଙ୍କର ଏଇ OTT ଏକ୍ଜାମ ଦେବା ପାଇଁ। ଦେନ୍ ଦେଖନ୍ତୁ ହାୟର ସେକେଣ୍ଡାରୀ ଆପଣମାନେ +2 କରିଥିବେ 50% ମାର୍କ ଆପଣଙ୍କର ରହିଥିବ 4 ଇୟରର ବ୍ୟାଚଲର ଅଫ ଏଲିମେଣ୍ଟାରୀ ଏଜୁକେସନ BLD ଯଦି କରିଥିବେ ତାହେଲେ ମଧ୍ୟ ଏଲିଜିବୁଲ ହେଇପାରିବେ। ହାୟର ସେକେଣ୍ଡାରୀ ଆପଣମାନେ +2 କରିଥିବେ ଏବଂ +2 ରେ ଆପଣଙ୍କର 50% ମାର୍କ ରହିଥିବ 4 ଇୟରର BA BSc BEd ଆପଣମାନେ ବ୍ୟାଚଲର ଅଫ ଆର୍ଟସ କିମ୍ବା BSc BEd ଯଦି ଆପଣମାନେ କହିଛନ୍ତି ତାହେଲେ ମଧ୍ୟ ଏଲିଜିବୁଲ ହେଇପାରିବେ। ଗ୍ରାଜୁଏସନ ଯଦି ଆପଣମାନେ କରିଛନ୍ତି ଏବଂ ସେଥିରେ ଆପଣଙ୍କର 50% ମାର୍କ ରହିଅଛି 1 ଇୟର କିମ୍ବା 2 ଇୟରର BD ଯୋଉ ରହିଛି ଆପଣଙ୍କର ସ୍ପେଶାଲ ଏଜୁକେସନ ଯଦି କରିଛନ୍ତି NCT ରିକଗ୍ନାଇଜ ଇନଷ୍ଟିଚ୍ୟୁଟରେ ତାହେଲେ ମଧ୍ୟ ଏଲିଜିବୁଲ ହେଇପାରିବେ। ଏବଂ ଦେଖନ୍ତୁ ଲାଷ୍ଟ ଆପଣଙ୍କର ରହିଛି ପୋଷ୍ଟ ଗ୍ରାଜୁଏସନ 50% ମାର୍କ ରଖିଥିବେ ଏବଂ BEd କିମ୍ବା MEd କରିଥିବେ ତାହେଲେ ମଧ୍ୟ ଏଲିଜିବୁଲ ହେଇପାରିବେ এই OTT ଏକ୍ଜାମ ଦେବା ପାଇଁ। କ୍ୟାଟେଗୋରୀ ଆପଣଙ୍କର ରିଲାକ୍ସେସନ ମଧ୍ୟ ଏଠି ଆଭେଲେବଲ ରହିଅଛି। ବାକି ତକ ଦେଖନ୍ତୁ ଆପଣଙ୍କର ଯେ ଯୋଉଥିରେ ଆପଣମାନେ ଯଦି BD କରିଛନ୍ତି କିମ୍ବା JLD କରିଛନ୍ତି ତାହା ଯଦି ଆପଣମାନେ ଓଡ଼ିଶା ବାହାରେ କରିଛନ୍ତି ତାହେଲେ ଆପଣଙ୍କର NCT ଆପ୍ରୁଭ
ଥିବା ସେଇ ଇନଷ୍ଟିଚ୍ୟୁଟରେ ଆପଣମାନେ କରିଥିଲେ ହିଁ ଏଲିଜିବଲ୍ ହେଇପାରିବେ। ଏକ୍ସାମିନେସନ୍ ଦେଖନ୍ତୁ ପେପର୍ ଆପଣଙ୍କର there shall be two paper of the OTT ଆପଣଙ୍କର OTT ର ପେପର 1 ଏବଂ ପେପର 2 ଥାଏ ଆପଣମାନେ ଜାଣିଥିବେ। ତ ଯୋଉମାନେ ଆପଣଙ୍କ ବିଇଡି କରିଛନ୍ତି ବିଇଡି ପରେ ଆପଣମାନେ ଯଦି ଦଉଛନ୍ତି OTT ତାହେଲେ ଆପଣମାନେ ପେପର 2 ଆପ୍ଲାଏ କରିବେ। ଠିକ ଅଛି। ଟୋଟାଲ ଡ୍ୟୁରେସନ ଆପଣଙ୍କର 2 ଘଣ୍ଟା ହାଫ୍ ଆପଣଙ୍କର ରହିଅଛି। MCQ ଟାଇପ କ୍ୱେଶ୍ଚନ ଆପଣଙ୍କର ଆସିବ। ଠିକ ଅଛି। ଓଡ଼ିଆ ଇଂଲିଶ ଆପଣଙ୍କର ବୋଥ ରହିବ କ୍ୱେଶ୍ଚନ ଲାଙ୍ଗୁଏଜ। ଏବଂ ଆପଣଙ୍କର ଦେଖନ୍ତୁ ଲାଙ୍ଗୁଏଜ ଅଫର ଯୋଉଟା ଦିଆଯାଇଛି ସେଥିରେ ଆପଣଙ୍କର ଓଡ଼ିଆ ରହିଛି, ହିନ୍ଦୀ ଅଛି, ତେଲୁଗୁ ଅଛି, ଉର୍ଦ୍ଦୁ ଅଛି, ବେଙ୍ଗଲୀ ଅଛି। ଠିକ ଅଛି। ଏବଂ ଲାଙ୍ଗୁଏଜ 2 ଆପଣଙ୍କର ଇଂଲିଶ କମ୍ପଲସରି ଆପଣଙ୍କର ରହିବ। ଏବଂ ନେଗେଟିଭ ମାର୍କିଂ ଆପଣଙ୍କର ଏଥିରେ ଟୋଟାଲ ନାହିଁ। ଏବେ ଦେଖନ୍ତୁ ଆପଣଙ୍କର ସିଲାବସ ଦେଖନ୍ତୁ ଆପଣଙ୍କ ମେନସନ କରାଗଲା ଏଇଠି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା କଟକ। ତ ଇଏ ହେଲା ଆପଣଙ୍କ ସିଲାବସ ଷ୍ଟ୍ରକ୍ଚର ଦିଆଯାଇଛି ଦେଖନ୍ତୁ। ଫାର୍ଷ୍ଟ ରହିଛି ଆପଣଙ୍କର ପେପର 1। ପେପର 1 ପାଇଁ ରହିଛି ଆପଣଙ୍କର ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜି 30 ମାର୍କ। 30 ମାର୍କର ଆପଣଙ୍କର କ୍ୱେଶ୍ଚନ ଆସିବ। 30ଟି ଆପଣଙ୍କର ପେଡାଗୋଜି କ୍ୱେଶ୍ଚନ ଏଥିରେ ଆସିବ। ଏବଂ ଲାଙ୍ଗୁଏଜ 1 ଯୋଉଟା କି ଆପଣଙ୍କ ଓଡ଼ିଆ ନେଇପାରିବେ ଆପଣମାନେ, ଉର୍ଦ୍ଦୁ ନେଇପାରିବେ, ହିନ୍ଦୀ, ତେଲୁଗୁ, ବେଙ୍ଗଲୀ ଆପଣମାନେ ନେଇପାରିବେ। ଠିକ ଅଛି। ଏବଂ ଏଥିରେ ମଧ୍ୟ ଆପଣଙ୍କ 30 ମାର୍କର କ୍ୱେଶ୍ଚନ ଆସିବ। ଏବଂ ଦେଖନ୍ତୁ ଆପଣଙ୍କ ଲାଙ୍ଗୁଏଜ 2 ରହିଛି ଇଂଲିଶ କମ୍ପଲସରି ଯୋଉଟା କି ମ୍ୟାଥମେଟିକ୍ସ ଏବଂ ସୋସିଆଲ ସାଇନ୍ସ ଯୋଉଟା କି ଆପଣଙ୍କ SST ଏଇ ଦୁଇଟା ଭିତରେ ଆପଣମାନେ ଚୁଜ୍ କରିପାରିବେ ଯେକୌଣସି ଗୋଟେ। ଠିକ ଅଛି। ଏବଂ ଏହାର ମଧ୍ୟ 30 ମାର୍କ ଆପଣଙ୍କ ରହିଅଛି। ଏବଂ ଯୋଉ ଇଏ ରହିଲା ଆପଣଙ୍କ ଲାଙ୍ଗୁଏଜ 1, ଲାଙ୍ଗୁଏଜ 2 ଏବଂ ମ୍ୟାଥମେଟିକ୍ସ ଏନଭାୟରନମେଣ୍ଟାଲ ସାଇନ୍ସ ଏସବୁ ଆପଣଙ୍କର 20ଟି କ୍ୱେଶ୍ଚନ ଆପଣଙ୍କର ଆସିବ ସବଜେକ୍ଟରୁ ଏବଂ 10ଟି କ୍ୱେଶ୍ଚନ ଆସିବ ଆପଣଙ୍କର ପେଡାଗୋଜିରୁ। ଏବଂ ଦେଖନ୍ତୁ ପେପର 2 ଆପଣଙ୍କର ରହିଛି କମ୍ପଲସରି ପେପର ଯୋଉଟା କି ଏଥିରେ ଆପଣଙ୍କର ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜି ଆସିବ 30 ମାର୍କ। ଠିକ ଅଛି। 30 ମାର୍କ ଆପଣଙ୍କର ପେଡାଗୋଜି ଟାଇପର ହିଁ କ୍ୱେଶ୍ଚନ ଆସିବ। ଏବଂ ଆପଣଙ୍କ ଲାଙ୍ଗୁଏଜ ଦେଖୁଛନ୍ତି ଯୋଉଟା କି ଓଡ଼ିଆ, ଉର୍ଦ୍ଦୁ, ହିନ୍ଦୀ, ତେଲୁଗୁ, ବେଙ୍ଗଲୀ 30 ମାର୍କର କ୍ୱେଶ୍ଚନ ଆପଣଙ୍କର ଆସିବ କମ୍ପଲସରି ଯୋଉଟା କି ଆପଣଙ୍କ ଗୋଟେ ରଖିବେ ନିହାତି। ଏବଂ ଲାଙ୍ଗୁଏଜ 2 ଆପଣଙ୍କ ଯୋଉଟା କି ମୁଁ କହିଲି ଏଥିରେ ଆପଣଙ୍କ ଦେଖନ୍ତୁ ଇଂଲିଶ ଦିଆଯାଇଛି। ଏଇ ଇଂଲିଶଟା ହିଁ ଆପଣଙ୍କ 30 ମାର୍କ ଏଥିରେ ମଧ୍ୟ ମେନସନ କରାଗଲା। ଠିକ ଅଛି। ଯୋଉଥିରେ କି ଆପଣଙ୍କର ସବଜେକ୍ଟରେ ଆପଣଙ୍କର ଯୋଉ ଓଡ଼ିଆ ରଖିବେ ତ ସେ ଓଡ଼ିଆରେ ଆପଣଙ୍କର 20 ମାର୍କ କ୍ୱେଶ୍ଚନ ଆସିବ ଏବଂ 10 ମାର୍କ ଆପଣଙ୍କର ପେଡାଗୋଜିର କ୍ୱେଶ୍ଚନ ରହିବ। ସେଇ ଟାଇପର ଯଦି ଆପଣମାନେ ଇଂଲିଶ ଯୋଉ ନେବେ ସେ ଇଂଲିଶରେ ଆପଣଙ୍କର 20 ମାର୍କର କ୍ୱେଶ୍ଚନ ଇଂଲିଶର ଗ୍ରାମାର ଆସିବ ଏବଂ ଆପଣଙ୍କ 10 ମାର୍କ ଆସିବ ପେଡାଗୋଜି କ୍ୱେଶ୍ଚନ। ଠିକ ଅଛି। କିନ୍ତୁ ଆପଣଙ୍କ ଅପସନାଲ ପେପର ଯୋଉଟା କି ଆପଣମାନେ ଏଠୁ ମ୍ୟାଥମେଟିକ୍ସ କିମ୍ବା ସାଇନ୍ସ ନେଇପାରିବେ କିମ୍ବା ଆପଣଙ୍କ ସୋସିଆଲ ଷ୍ଟଡି ଆପଣମାନେ ନେଇପାରିବେ। କି ଆପଣଙ୍କ 60 ମାର୍କର କ୍ୱେଶ୍ଚନ ରହିବ। ଠିକ ଅଛି। ଏବଂ ଟୋଟାଲ ଆପଣଙ୍କର 150 ମାର୍କର କ୍ୱେଶ୍ଚନ ଆସିବ। 150ରୁ ଆପଣମାନେ ଆପଣଙ୍କର କ୍ୱାଲିଫାଇଂ ମାର୍କ ରଖିଲେ ଆପଣମାନେ କ୍ୱାଲିଫାଇ ଏଥିରେ ହେବେ। ଏବଂ ଦେଖନ୍ତୁ କ୍ୱାଲିଫାଇ ମାର୍କ ଆପଣଙ୍କର ଏଠି ମେନସନ କରାଗଲା। ଯୋଉମାନେ ଆପଣଙ୍କର TT ଏକ୍ସାମ ଦଉଛନ୍ତି ଆପଣଙ୍କ ଏଇ OTT ଏକ୍ସାମ ଦଉଛନ୍ତି 60% ମାର୍କ ଯଦି ଆପଣମାନେ ରଖୁଛନ୍ତି ତାହେଲେ ଆପଣମାନେ କ୍ୱାଲିଫାଇ ହେଇପାରିବେ। କ୍ୟାଣ୍ଡିଡେଟ୍ ବିଲଙ୍ଗ ଟୁ SC ST SCBC ଯଦି ଆପଣମାନେ SC ST SCBC କିମ୍ବା ଆପଣଙ୍କ ହ୍ୟାଣ୍ଡିକ୍ୟାପ୍ କାଟେଗୋରୀରୁ ଆପଣମାନେ ବିଲଙ୍ଗ କରୁଛନ୍ତି ତାହେଲେ 50% ମାର୍କ ଆପଣଙ୍କର ରଖିବା ପାଇଁ ପଡ଼ିବ ଆପଣଙ୍କର କ୍ୱାଲିଫାଇ କରିବା ପାଇଁ। ଏବଂ ଆପଣଙ୍କର ଡିଟେଲ ସିଲାବସ ଏଥିରେ ମେନସନ କରାଗଲା ପେପର 1 ର ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜି ୟୁନିଟ୍ 1 ରହିଛି, ୟୁନିଟ୍ 2 ରହିଛି, ୟୁନିଟ୍ 3 ରହିଛି, ୟୁନିଟ୍ 4, ୟୁନିଟ୍ 5 ଦେନ୍ ଆପଣଙ୍କର ଲାଙ୍ଗୁଏଜ ପେପର ରହିଛି ଏଥିରେ। ଲାଙ୍ଗୁଏଜ ଆପଣମାନେ ଦେଖିପାରିବେ ଏଠି ଇଂଲିଶ ଆପଣଙ୍କର ଓଡ଼ିଆ ସବୁ କିଛି ମେନସନ କରାଯାଇଛି। ଠିକ ଅଛି। ଦେଖନ୍ତୁ ଏବେ ଆପଣଙ୍କର ଇନ ସର୍ଭିସରେ ଯୋଉମାନେ ଅଛନ୍ତି ସେମାନେ ଆପଣଙ୍କର ଏଇ ଆପଣଙ୍କର ଯୋଉ ରହିଲା ଫର୍ମାଲିଟି ଫିଲଅପ କରିକି ସିଗ୍ନେଚର କରାଇବେ ଆପଣଙ୍କ ଅଥରିଟି ପାଖରେ ଏବଂ ଆପଣମାନେ ଏହାକୁ ମଧ୍ୟ ସବମିଟ କରିବେ। ତ ଏ ଥିଲା ଆପଣଙ୍କର ଫୁଲ ଡିଟେଲ୍ସ ଯୋଉମାନେ ଆପଣଙ୍କର OTT ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି ଆପ୍ଲାଏ କରିପାରିବେ ଆପଣଙ୍କର ଏଇ ସବୁ ବେସିକ ଜିନିଷ ଦେଖିକି। ଯଦି କିଛି ଡାଉଟ୍ ଥାଏ ତାହେଲେ ଆପଣମାନେ ମୋତେ କମେଣ୍ଟ ସେକ୍ସନରେ ପଚାରି ପାରିବେ ମୁଁ ଆପଣଙ୍କ ରିପ୍ଲାଏ ଦେବା ପାଇଁ ଚେଷ୍ଟା କରିବି। ତ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ବହୁତ ସାରା ଭଲ ପାଇବା ଦିଅନ୍ତୁ। ଦେଖା ହବ ଏ ଭିଡ଼ିଓକୁ ନେଇକି ଆଗକୁ ମଧ୍ୟ। ଜୟ ଜଗନ୍ନାଥ।